ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚିଲେ ବିଶ୍ୱର ସର୍ବବୃହତ ରଥ କେନ୍ଦୁଝରର ନନ୍ଦିଘୋଷ ରଥରେ ବିରାଜିତ ଚତୁର୍ଦ୍ଧାମୂରତି। ଗତକାଲି ସନ୍ଧ୍ୟା ହେବା ସହିତ ପ୍ରବଳ ବର୍ଷା କାରଣରୁ ଅଧା ରାସ୍ତାରେ ଅଟକି ରହିଥିଲେ ମହାବାହୁ। ଆଜି ସକାଳ 9ଟା ବେଳେ ଠାକୁରଙ୍କ ରୀତିନୀତି ପରେ ପୁଣି ଥରେ ରଥ ଟଣା ଆରମ୍ଭ ହୋଇଥିଲା। ଦିନ 10:30 ସମୟରେ ରଥ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲା। ଆଜି ମହାପ୍ରଭୁଙ୍କର ସୁନାବେଶ ଥିବାରୁ ଦିନ 3ଟାରୁ ରାତି 10ଟା ପର୍ଯ୍ୟନ୍ତ ସୁନାବେଶରେ ଠାକୁର ଭକ୍ତଙ୍କୁ ଦର୍ଶନ ଦେବାର ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ହେବା ସହିତ ପ୍ରବଳ ବର୍ଷା କାରଣରୁ ଅଧା ରାସ୍ତାରେ ଅଟକି ରହିଥିଲେ ମହାବାହୁ। ଗତକାଲି ଦିନ ତମାମ ପ୍ରବଳ ବର୍ଷା ସତ୍ତ୍ୱେ କେନ୍ଦୁଝର ବଡ଼ଦାଣ୍ଡରେ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କିଛି ଭକ୍ତ ଛତା ଧରି, ଅନ୍ୟ କିଛି ଭକ୍ତ ବର୍ଷାରେ ଭିଜି ଭିଜି ବିଶ୍ୱର ସର୍ବୋଚ୍ଚ ରଥକୁ ଟାଣିଥିଲେ ମଧ୍ୟ ସନ୍ଧ୍ୟା ହେବା ସହିତ ବର୍ଷା କାରଣରୁ ରଥକୁ ଅଟକା ଯାଇଥିଲା। ଖବର କେନ୍ଦୁଝର।